କାଲି ମତେ ଜଣେ ଫୋନ କରିଥିଲେ ତାଙ୍କୁ କାଲି ମୁଁ ଶୁଣିଛି ପ୍ରଥମେ ରାଜ୍ୟସଭା ସାଂସଦ ପାୱାରଫୁଲ ରାଜ୍ୟସଭା ସାଂସଦ ଯିଏ ମିଶାମିଶି କରୁଛନ୍ତି ନା ଧରିବା ଭଲ ଲାଗୁନି ଧରୁନି ଆଉ ଜଣେ ଆଉ ଗୋଟେ ସେକ୍ରେଟାରୀ ଜେନେରାଲ ତାପରେ ହେଲାନି କାମ ଛିଡ଼ିଲାନି ରେଞ୍ଜ ଆଇଜି ଯିଏ ଥିଲେ ବର୍ତ୍ତମାନ ନାହାନ୍ତି ସେ ଥ୍ରେଟେନ୍ ଦେଲେ ଯଦି ଅତି ଅଧିକ ହବ ଲେଖା ତମର ବୁଝା ହବ ସେଥିପାଇଁ ସେ ଲୋକକୁ ଭୟ ସୃଷ୍ଟି କରାହେଉଛି ଦଳରେ ଜଏନ୍ କରିବା ପାଇଁ ମଧ୍ୟ ଏଭଳି ବ୍ୟବସ୍ଥାରେ ନିରପେକ୍ଷ ବ୍ୟବସ୍ଥା ହବ କି ଆଉ ତମେ କହୁଛ ସିକ୍ରେଟଟା ପଦାରେ ପକେଇ ଦିଅ ବୋଲିକି ତାଙ୍କର ଲ ଆଣ୍ଡ ଅର୍ଡରଟା ଷ୍ଟେଟ୍ ସବଜେକ୍ଟଟା ଖାଲି ଡରଉଛନ୍ତି ଯାହାକୁ ତାକୁ ଡରି ଡରି କେତେ ଦିନ ଶାସନ ଚାଲିବ ଓଡ଼ିଶା ଅପରେସନଟା ସକ୍ସେସ୍ ନ ଗଞ୍ଜାମଟା ପାର୍ଟ ଅଫ୍ ଇଟ୍ ଆଉ ଓଡ଼ିଶାଟା ସକ୍ସେସ୍ ହବ ଗଞ୍ଜାମ ବି ପାର୍ଟ ଅଫ୍ ଇଟ୍ ଆଉ କଣ ଭୁବନେଶ୍ୱର ନାଇଁ ଭୁବନେଶ୍ୱର କଣ ଖୁସି ଅଛନ୍ତି ତମମାନେ ଖୁସି ଅଛ ତମକୁ ପୁରା ଏଲାଉ କରିଦଉନାହାନ୍ତି ସେକ୍ରେଟେରିଏଟ୍ ତମ ପୁରା ବାଇଟ୍ ଦବା ତମ ପୁରା ଚିଫ୍ ମିନିଷ୍ଟର ଘରକୁ ଏଲାଉ କରୁନାହାନ୍ତି ଗୋଟେ ଦେଖିଛ ଏଇଟା ଗୋଟେ ଭାରତ ବର୍ଷରେ କୋଉ ରାଜ୍ୟରେ ଚିଫ୍ ମିନିଷ୍ଟର ଘରକୁ ସାମ୍ବାଦିକ ମାନେ ଯିବେନି ଆଜି ବଢିଆ ଦିନରେ ମଧ୍ୟ ତମେ ଯାଇପାରୁନ ତମେ କଣ ଖୁସି ଅଛ ଗଣତନ୍ତ୍ର ବ୍ୟବସ୍ଥା ତମକୁ ଅଧିକାର ଦଉଛି ଯେ ବାଇଟ୍ଟା ନେବା ପାଇଁ ଫ୍ରିଡମରେ ଆଉ ନାଇଁ ତ ଆଉ ସମସ୍ତେ ଏକ ଆଉ ଲେଖା ଛିଡେଇ ଦିଅ ଆଉ